ଏ ସ୍ୱାର୍ଥପର ଦୁନିଆରେ ଆଜି ବି ମାନବିକତା ବଞ୍ଚିଛି ତାର ବଳିଷ୍ଠ ଉଦାହରଣ ହେଉଛନ୍ତି ଏ ଭାଇ ଜଣକ। ଆମର ବନ୍ଧୁ ଅଛନ୍ତି ଯେ ସାରବର୍ଣ୍ଣ ବିଷ୍ଣୁ ପଣ୍ଡା ଜଣେ ସମାଜସେବୀ। ସେ ମୋତେ ଇନଫର୍ମ କରିଥିଲେ ଯେ ଏମିତି ଜଣେ ଆମ ସାନ ଭାଇ ଜଣେ ଗୋଟେ ମଙ୍ଗଳସୂତ୍ରଟେ ପାଇছে। ତାଙ୍କ କଥାରେ ଆମେ ତାଙ୍କୁ ଆସି ତାଙ୍କ ପାଖରେ ପହଞ୍ଚିଲୁ। ଆଜି ସେ ଆନନ୍ଦପୁର ବ୍ୟାରେଜ ରାସ୍ତାରେ ଝାଡ଼େଶ୍ୱର ମନ୍ଦିର ଏବଂ ଆନନ୍ଦପୁର ବ୍ୟାରେଜ ରାସ୍ତାରେ ଆସୁଥିବା ମଙ୍ଗଳସୂତ୍ର ପାଇଥିଲେ ଏବଂ ଯାହାର ମଙ୍ଗଳସୂତ୍ର ତାକୁ ସେ ଫେରାଇ ଦେବା ପାଇଁ ଚାହୁଁଛନ୍ତି। ଆଜି ଆମର ଓଟିଏନ୍ ଟିଭି ମାଧ୍ୟମରେ ସେ ସମସ୍ତଙ୍କୁ ଜଣାଇବା ପାଇଁ ଚାହୁଁଛନ୍ତି ଯାହାର ମଙ୍ଗଳସୂତ୍ର ସେ ଉପଯୁକ୍ତ ପ୍ରମାଣ ଦେଇ ଆନନ୍ଦପୁର ଥାନାରୁ ହଉ ଏସ୍ଡିପିଓଙ୍କ ପାଖରୁ ହଉ ନହେଲେ ଏଇଠୁ ତାଙ୍କରି ପାଖରୁ ସେ ନେଇଯାଇପାରିବ। ଏଇଟା ହେଉଛି ପ୍ରମାଣ ସ୍ୱରୂପ ସେ ରଖିଛନ୍ତି ପାଖରେ। ଯିଏ ବି ଦେବ ତାର ସେ ଯଦି ବିଲ୍ ଥାଏ ବିଲ୍ ଦେଖେଇବ ଏବଂ ପିନ୍ଧିଥିବା ଅବସ୍ଥାରେ ତାର ଗୋଟେ ଫଟୋ ଦେଖିବା ଦରକାର। କାରଣ ଏଥିପାଇଁ ଯେ ଆମେ ଥାନାରେ ଜିମା ଦେଇଦେବୁ ଏବଂ ଥାନାରୁ ସେ ତାଙ୍କର ମଙ୍ଗଳସୂତ୍ର ନେଇଯିବେ। ତେଣୁ ଆମେ এই ଭିଡ଼ିଓ ମାଧ୍ୟମରେ ସମସ୍ତଙ୍କୁ ସୂଚିତ କରୁଛୁ। ଆପଣ ସେ ମଙ୍ଗଳସୂତ୍ରଟି କିଏ ପାଇଥିଲେ? ସେ ପାଇଥିଲେ। ଆଜି କେତେବେଳେ ପାଇଥିଲେ? ଖାଇବାକୁ ଯାଉଥିଲେ ସେ ବାଟରେ ଆନନ୍ଦପୁର ବ୍ୟାରେଜ ଆଉ ଝାଡ଼େଶ୍ୱର ମନ୍ଦିର ମଧ୍ୟରେ ମାଟିରେ ଯେହେତୁ ଆମେ ଏଇ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯଦି କାହାର ବି ମଙ୍ଗଳସୂତ୍ର ହଜିଥାଏ ତାହେଲେ ଆଜି ଯେହେତୁ ମିଳିଛି ଆଜି ଆମ ହସ୍ତଗତ ହେଇଛି ସେ ଉପଯୁକ୍ତ ବଳିଷ୍ଠ ପ୍ରମାଣ ଦେଇ ତାଙ୍କ ମଙ୍ଗଳସୂତ୍ର